ଝଟକୁଛି ଅଗ୍ନିରୂପା ମା ହିଙ୍ଗୁଳାଙ୍କ ଭବ୍ୟ ମନ୍ଦିର। ଅଗ୍ନିରୂପରେ ପ୍ରକଟିତ ମାଙ୍କ ଚାଲିଛି ନବଦିନାତ୍ମକ ପୂଜା ମହୋତ୍ସବ। ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କର ବାର୍ଷିକ ଯାତ୍ରାରେ ପ୍ରତ୍ୟେକ ଦିନ ମାଙ୍କୁ ବିଧିପୂର୍ବକ ପୂଜାର୍ଚ୍ଚନା କରାଯାଉଛି। ତେଣୁ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗୁଛି। ଭକ୍ତିମୟ ପରିବେଶରେ ଫାଟି ପଡୁଛି ମାଙ୍କ ପୀଠ ଗୋପାଳଗଡ଼। ବର୍ଷ ସାରା ମାଙ୍କ ପୀଠରେ ବିଭିନ୍ନ ପର୍ବପର୍ବାଣୀ ପାଳିତ ହେଉଥିଲେ ମଧ୍ୟ ବିଷ୍ଣୁ ଦମନଙ୍କ ଚତୁର୍ଦ୍ଦଶୀରେ ପାଳିତ ହେଉଥିବା ମାଙ୍କର ଏହି ବାର୍ଷିକ ଯାତ୍ରା ସମ୍ପୂର୍ଣ୍ଣ ନିଆରା। ଏହି ଯାତ୍ରାର ସମ୍ପର୍କ ଶ୍ରୀକ୍ଷେତ୍ର ସହ ରହିଛି। କାରଣ ଏହି ଦିନ ବଡ଼ ଦେଉଳର ରୋଷଘର ଠାକୁରାଣୀ ମା ନିଜେ ଅଗ୍ନି ରୂପରେ ଏଠାରେ ପ୍ରକଟିତ ହୁଅନ୍ତି। ଗୋଟିଏ ପଟେ ଭକ୍ତିମୟ ପରିବେଶ, ଅନ୍ୟ ପଟେ ଆୟୋଜିତ ହେଉଥିବା ଲୋକ ମହୋତ୍ସବ ସମସ୍ତଙ୍କୁ ଟାଣି ଆଣୁଛି ମାଙ୍କ ପୀଠକୁ। ଚଳିତ ବର୍ଷ ଆୟୋଜିତ 21ତମ ଲୋକ ମହୋତ୍ସବର ପ୍ରତ୍ୟେକ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ସଭିଙ୍କ ମନ ଜିଣୁଛି। ଗତ 11 ତାରିଖରୁ ଆରମ୍ଭ ହୋଇଥିବା ଏହି ଲୋକ ମହୋତ୍ସବ ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଶାସନ ପକ୍ଷରୁ ଏହି ଯାତ୍ରା ଓ ମହୋତ୍ସବ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି 15 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।